साथीगण आम आज मंगलवार संक्रांति से दिन 16 तारीख डिसेम्बर 16 तारीख धनु संक्रांति मंगलवार यही दिनर राशिफल उपरे आमे एबे आलोचना करिबा। आज संक्रांति पुणी मंगलवार डिसेम्बर 16 तारीख यही दिन क्यों राशि क्यों ग्रहंकर केते परिमाण रे आशीर्वाद पाइबे से विषय रे एबे पुंखानुपुंख आलोचना करिबा। निश्चित भाव रे गतकाली मु कहिथिली वराहवीर कथा बयस 12 वर्ष माँ तान जानती राजा घर को घोड़ा शाला सफा करने सांगरे पुओ को नहीं जानती। जेहेतु ज्योतिष घर पुओ वराहमिहिर एवं से किशोर तार मन सब चलचंचल थाए किसी बड़े गणना करिवो खंड अंगार धरी कांथेर कौन लेखुला। माँ पचारा कौन गारौचु ना तू पा कहूलु आज एबे छुआटी जन्म हम से जन्म है परा लोक मैंने खुशी हेले से जो कुआ कुआ ध्वनि कला से को शुणी मु गणना करुछि। कौन गणना करुछु कौन जानिलु पुओ ये जो शिशु जन्म है से कीर्तिमान हेब यशस्वी हेब दीर्घायु हेब काल काल को अक्षय केतन उड़ेब समस्ते जानिबे विद्वान वीर मनीष भली मनीषटी केते वर्ष बंचिब 120 वर्ष तापरे सेम से बंचिकिर थिबो लोक चित्तरे। बंधु यही शिशु गणक से शिशु विषय रे जहा कहिले ताहा एक किंवदंती ताहा एक इतिहास बस ये कथा ये सरलानी ए विषय रे आमे खाली आलोचना करिबा जे कौन हैला। आज आज अवश्य उपदे कही दौछि ठीक से समय ए शिशुर गणना करिबा पई राजा राजज्योतिष को डकैथिले जे आपण शब्द शुणी गणना करंतु। से महाशय गणना करथिले एवं कहिथिले ये शिशु अल्पायु मात्र 12 वर्ष बंचिब। राजा चिंता कले जा ना मु देवी विक्रमादित्य आपण कबे काली कहिथिले जे आदित्य भली विक्रमशील हेबो से 12 वर्ष बंचिब सेते बेले तो चित्त फाटिଯିव। एबेठू ताकू नहीं बाहर शोई दे आसीबा तापरे राजकीय पोशाक ताकू नहीं एक घन जंगल मध्य शोई दे आसिले जोठी 3टी गछ थिला झंकालिया गछ से राजकीय सेजरे शिशु शोईछि ता माँ कांदुछि। ये वराहमिहिरंकर माँ कहले रानी माँ कांदिवार कारण कौन कहिबे कि नहीं लो मु माँ हेली सिना हेई पारलिनी माँ भलिया माँ पाप थिला गुड़िए मो शिशु एबे मो कोले नहीं मो स्तन्यपान करुनी से भी बाहर कौन तर अवस्था होथिबो कहीं ना सी पूरा 12 वर्ष बंचिब बोली ज्योतिष कहले
ନାଇଁ ମା, ମୋ ପୁଅ ଗଣନା କରି ସାରିଛି। ଏ ଶିଶୁ ଦୀର୍ଘାୟୁ 120 ବର୍ଷ ବଞ୍ଚିବ। କ'ଣ କହିଲୁ କ'ଣ କହିଲୁ କ'ଣ କହିଲୁ? କଥା ଗଲା ରାଜାଙ୍କ କାନକୁ। ରାଜା ଛୁଆକୁ ଡାକିଲେ, ବରାହରୁ ଡାକିଲେ। କ'ଣ ଏମିତି କହିଛୁ ତୁ? ଆସୁନାହାନ୍ତି ଦେଖିବେ, ମୁଁ କାନ୍ଥରେ ଅଙ୍ଗାରରେ ଗଣନା କରିଛି। ରାଜଦୃଶ୍ୟ ଗଲେ, ରାଜା ଗଲେ, ଦେଖିଲେ ଗଣନା ନିର୍ଭୁଲ। ରାଜା ଆଶ୍ଚର୍ଯ୍ୟ ହେଇଗଲେ। ଛୁଆଟା 12 ବର୍ଷର ଛୁଆ ଗଣନା ଠିକ୍ କଲା, ଅଥଚ ଆପଣ ବିଦ୍ୱାନ, ବିଜ୍ଞ, ଦୀର୍ଘାୟୁ, ବଳିଷ୍ଠ ରାଜକୀୟ ସମ୍ପତ୍ତି ଉପଭୋଗ କରୁଛନ୍ତି, ଗଣନା ଭୁଲ କଲେ। ମୋ ଛୁଆ ଏବେ ଜଙ୍ଗଲରେ, ରାଜପୁତ୍ର ଏବେ ଜଙ୍ଗଲରେ। ତାପରେ ସମସ୍ତେ ଧାଇଁଗଲେ। ଉପରେ ମହୁ ଫେଣାଟିଏ ଥାଏ, ସିଏ ଫାଟି ଯାଇଥାଏ। ସେଥିରୁ ବୁନ୍ଦେ ବୁନ୍ଦେ ମହୁ ଝରୁଥାଏ, ଛୁଆ ଓଠରେ ପଡ଼ୁଥାଏ। ତାକୁ ଛୁଆ ଖାଇ ବଞ୍ଚିଥାଏ। 24 ଘଣ୍ଟା ପରେ ବି ଛୁଆ ବଞ୍ଚିଛି। ପାଖରେ କେହି ନାହାନ୍ତି। ଗଣନା ନିର୍ଭୁଲ ବୋଲି ସମସ୍ତେ ସେଇଠି ଧନ୍ୟବାଦ ଦେଇଥିଲେ ବିକ୍ରମାଦିତ୍ୟଙ୍କର ଭବିଷ୍ୟତ ବକ୍ତା ବରାହମିହିରଙ୍କୁ। କାଲି କହିବା, ଏଇ ବରାହମିହିର ହାରିଗଲେ। ବଡ଼ ବଡ଼ ଜ୍ୟୋତିଷ ବେଳେବେଳେ ହାରିଯାଆନ୍ତି। ତାଙ୍କର ଜିତିବା ହାରିବା ତ ବିଧିବିଧାନ। ତେଣୁ ତାଙ୍କର ନିନ୍ଦା କଲେ ମହାପାପ ହେବନି? ହଁ ବନ୍ଧୁ, ଏ ବିଷୟରେ ଆମେ କାଲି ପୁଣି ଆଲୋଚନା କରିବା। ଏବେ ଦେଖିବା ମେଷ ରାଶି କଥା। କଥାଟେ ଅଛି, ଦେଇଥିଲେ ପାଇ ଧନ, ଦେଇଥିଲେ ପାଇ। ଆମେ ଯାହା ଦେବା ତାହା ପାଇବା। ଅଳ୍ପ ନୁହଁ, ବହୁତ, 6 ଗୁଣ ପାଇବା। ଆମେ ଅନ୍ୟକୁ କଷ୍ଟ ଦେଲେ ଆମକୁ 6 ଗୁଣ କଷ୍ଟ ମିଳିବ। ଆମେ ଅନ୍ୟକୁ ଆନନ୍ଦ ଦେଲେ ଆମକୁ 6 ଗୁଣ ଆନନ୍ଦ ମିଳିବ। କଥାଟେ କହନ୍ତିନି, ଟେକାର ଉତ୍ତର ପଥର ଦିଏ। ତେଣୁ ଏଇ ମେଷ ରାଶିଆଙ୍କୁ ଆଜି ମିଳିବ। କ'ଣ ମିଳିବ ନା ସବୁ ପ୍ରକାର ସୁଖ ମିଳିବ, ଆନନ୍ଦ ମିଳିବ। ବୋଧହୁଏ ଏମାନେ ଅତୀତରେ କେବେ ଦେଇଛନ୍ତି ଯଥେଷ୍ଟ ଆନନ୍ଦ ସମସ୍ତଙ୍କୁ। ଆଜି ଆନନ୍ଦ, ଖୁସି, ସୁଖ, ଆଜି ମଜାଳିଆ ପରିବେଶ ସମସ୍ତଙ୍କ କାର୍ଯ୍ୟରେ ସହାୟ ହେବ। ସବୁ କ୍ଷେତ୍ରରେ, ସବୁ କାର୍ଯ୍ୟରେ ଆଜି ମେଷ ରାଶିଆଙ୍କୁ ଘରେ, ଗାଁରେ, ବାହାରେ, ସମାଜରେ, ପରିବାରରେ ଆନନ୍ଦ, ସୁଖ ଓ ପ୍ରୀତି, ପ୍ରେମ, ପ୍ରଶଂସା ମିଳିବ। ଧନାଭାବ ରହିବନି, ଦେହ ନିରୋଗ ରହିବ। ବୋଧହୁଏ ଏମାନେ ସମସ୍ତେ ପୂର୍ବରୁ ଦେଇଥିଲେ ବୋଲି। ମେଷ ରାଶିର ଲୋକମାନେ କେତେବେଳେ କେମିତି କାହାକୁ ଏହି ସ୍ନେହ, ମମତା, ଆଦର, ପ୍ରଶଂସା, ଯଶ, ଧନ, ସୁଖ ଦେଇଥିଲେ ବୋଲି ଆଜି ପାଇବେ, ସଂକ୍ରାନ୍ତିରେ ପାଇବେ। ସଂକ୍ରାନ୍ତିରେ ଯେହେତୁ ମେଷ ରାଶି ଲୋକମାନେ ସମସ୍ତ ପ୍ରକାର ଆନନ୍ଦ ଉପଭୋଗ କରିବେ, ତେଣୁ ମର୍ଣ୍ଣିଂ ସୁଦ୍ଧ ଡେ ଭଳି ସେମାନଙ୍କର ଏ ମାସଟି ବୋଧେ ଭଲରେ ଯିବ। ଅଳ୍ପେ ବହୁତ ଦୁଃଖ ଭୋଗି ପାରନ୍ତି, କିନ୍ତୁ ଆନନ୍ଦମୟ ମାସ। ବୃଷ ରାଶି, ଆସ ହସି ହସାଇବା ସମସ୍ତ ଜନେ। ସମସ୍ତେ କହନ୍ତିନି, ଜ୍ଞାନୀମାନେ କହନ୍ତିନି ଯେ ଆସ ହସି ହସାଇବା ସମସ୍ତ ଜନେ। ଆମେ ଅନେକ ହସେଇବା, କନ୍ଦେଇବାନି କାହାକୁ। ସମସ୍ତଙ୍କ ଓଠରେ ଆମେ ଅମୃତ ଝରେଇବା, କାହା ଆଖିରୁ ଲୁହ ଝରେଇବାନି। ଏଇଟା ମଧ୍ୟ ଜ୍ଞାନୀମାନେ କହନ୍ତି। ହେଲେ ମେଷ ରାଶି ପାଇଁ ଆଉ ପଦେ କହିବା। ମେଷ ରାଶିର ବ୍ୟକ୍ତିଗଣ, ଯାହାର ଅଶ୍ୱିନ ନକ୍ଷତ୍ର, ସେମାନେ ଦିନ 2ଟା 10 ପରେ ସମସ୍ୟାର ସମ୍ମୁଖୀନ ହେବେ। ଦିନ 2ଟା 9 ପୂର୍ବରୁ ଦ୍ୱିଜାର ଅଶୁଭ ସମୟ ଆସିବ। ଏଇ ଯେଉଁ ଅଶୁଭ ଅଶ୍ୱିନ ଦ୍ୱିଜା ଭୋଗିବେ, ସେ ଖାଲି ଟିକିଏ ଦୁଃଖ। ବୃଷ ରାଶି ପାଇଁ ଭଲ ଦିନ। ସେମାନେ ହସିବେ, ଅନ୍ୟକୁ ହସେଇବେ। ଯଦି ଆମ ବ୍ୟବହାର ମାର୍ଜିତ ଓ ଶୃଙ୍ଖଳିତ, ତେବେ
ଶତ୍ରୁ ବି ଆମ ପାଖରେ ମୁଣ୍ଡ ନୁଆଁଇବ। ଆମେ ହସିବା ହସେଇବା, କିଏ ଆମକୁ କ'ଣ ବିପଦ ଶୋଧିଦେଲା ତ ତା ପାଖରେ କାଲ ଅଭିନୟ କରିବା, ତାକୁ ହିଁ ସାହାଯ୍ୟ କରିବା, ତାର ମନ ବଦଳିଯିବ। ସଂସାରରେ ସମସ୍ତେ ମିତ୍ର ହେଇଯିବେ। ବୃଷ ରାଶିଧାରୀ ବ୍ୟକ୍ତି ସମୁଦାୟ ଆଜି ସବୁ ଦିଗରୁ ସ୍ନେହ ଆଦର ପାଇବେ। ସମସ୍ତଙ୍କ ପାଖରୁ, ସବୁ ଦିଗରୁ, ସବୁ କର୍ମରୁ ଦାମ୍ପତ୍ୟ କଳହର ଅବସାନ ହେବ। ଭ୍ରାତୃ ବିବାଦ ମେଣ୍ଟିଯିବ। ଛୋଟ ମୋଟ ସମସ୍ତ ପ୍ରକାର ବୃତ୍ତିଜୀବୀ, ଯିଏ ଯେଉଁ ଉପାୟରେ ବଞ୍ଚିଛି, ପରିବାର ପୋଷୁଛି, ସମସ୍ତ ବୃତ୍ତିଧାରୀଙ୍କ ପାଇଁ, ସବୁ ସେବକ, ସବୁ ବ୍ୟବସାୟୀ, ସବୁ ବଣିକ, ସମସ୍ତ କୃଷକ, ସମସ୍ତ ସୈନିକ, ସମସ୍ତେ ଆଜି ଅନ୍ୟଠୁ ସ୍ନେହ ପାଇବେ, ଆଦର ପାଇବେ। ନିଜ କର୍ମ ଅନୁସାରେ ରୋଜଗାର କରିବେ। ଆୟ ବଢ଼ିଯିବ। ଆଜି ଲାଭ ଯଥେଷ୍ଟ ବେଶୀ ହେବ। ଭଲ ଲାଭ ହେବ। ଦେହ ଦୁଃଖ ନାହିଁ। ଧନରେ ଆଜି ମଜିଯିବେ। ଆଜି ଦିନ 2ଟା 9 ପରେ କୃତ୍ତିକାର ଅଶୁଭ ସମୟ ଆରମ୍ଭ ହେବ। ଦିନ 2ଟା 9 ପୂର୍ବରୁ, ଦିନ 2ଟା 9 ପରେ କୃତ୍ତିକାର, ଆଉ ଥରେ କହିଦେଉଛି, ଦିନ 2ଟା 9 ପରେ କୃତ୍ତିକାର ଅଶୁଭ ସମୟ ଆରମ୍ଭ ହେବ। ଦିନ 2ଟା 9 ପୂର୍ବରୁ ରୋହିଣୀର ଅଶୁଭ ନକ୍ଷତ୍ର ରହିବ। ମିଥୁନ ସୁଖ ଦୁଃଖ ଦୁଇ ଭାଇ, ଅନ୍ଧାର ପରେ ଆଲୋକ ଆସିଲା ପରି ସୁଖ ପରେ ଦୁଃଖ ଆସିବ, ଦୁଃଖ ପରେ ସୁଖ ଆସିବ। ଆମେ ଦୁଃଖରେ କାତର ହେବାନି, ସୁଖରେ ଅଧୀର ହେବାନି। ନା, ଏଇଟା ଜ୍ଞାନୀମାନେ କହନ୍ତି, ମୁଁ କିଛି କହୁନି। ସୁଖ ଦୁଃଖ ଦୁଇ ଭାଇ, ଅନ୍ଧାର ପରେ ଆଲୁଅ ଆସିଲା ପରି ଦୁଃଖ ପରେ ସୁଖ ନିଶ୍ଚୟ ଆସିବ। ଏଣୁ ଜ୍ଞାନୀ ଗୁଣୀ ବିବେକୀ ସୁଖରେ ଅଧୀର ହୁଅନ୍ତିନି କି ଦୁଃଖରେ ବ୍ୟଥିତ ହୁଅନ୍ତିନି। ସମସ୍ତ ମିଥୁନ ରାଶି ଆଜି ନାନାବିଧ ଲୌକିକ, ପାରିବାରିକ ଓ ସାମାଜିକ ସୁଖ ଅବଶ୍ୟ ପାଇବେ। ସୁଖ ମିଳିବ, ଦୁଃଖ ବି ମିଳିବ। ମାତ୍ର ଭବିଷ୍ୟତ କଥା ଟିକେ ଅନ୍ୟ ପ୍ରକାରରେ। ପରେ ପରେ ଦୁଃଖ ମାଡ଼ି ଆସିବ। ଦୁଃଖରେ ଅଧୀର ହେବା ଅନୁଚିତ। ସେ ଦୁଃଖ କ'ଣ? ନା, ପୁତ୍ର ଦୁଃଖରେ ଦୁଃଖୀ ହେବେ। ହୁଏତ ପୁଅର ପରୀକ୍ଷା ଫଳ ଖରାପ ହେଇଥିବ, ଦେଇଥିବା ଇଣ୍ଟରଭ୍ୟୁରେ ସେ ପାସ୍ କରି ନପାରିବ, ଖଟେଇଥିବା ପଇସା ବୁଡ଼ି ଯାଇଥିବ, କିମ୍ବା କେଉଁଠି କିଛି ଆଘାତ ଧକ୍କା ପକା ହେଇଥିବ। ମିଥୁନ ରାଶିର ବ୍ୟକ୍ତିଗଣ ଆଜି ପୁତ୍ର ଦୁଃଖରେ ଦୁଃଖୀ ହେବେ। ଦିନ 2ଟା 9 ପରେ ମୃଗଶ୍ରେୟା ନକ୍ଷତ୍ରକୁ ଅଶୁଭ ସମୟ ସ୍ୱାଗତ କରିବ। ଦିନ 9ଟା ପୂର୍ବରୁ ଆର୍ଦ୍ରା ନକ୍ଷତ୍ରର ଅଶୁଭ ସମୟ ଆସିବ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ କି ଆର୍ଥିକ ସମସ୍ୟା ନାହିଁ। କର୍କଟ କଥା, ମନର ବଳ ହିଁ ପ୍ରକୃତ ବଳ। ମନ ଯଦି ଠିକ୍, ପଙ୍କକୁ ମଧ୍ୟ ଆମେ ପଥର କରିପାରିବା। ମନ ଯଦି ଦୁର୍ବଳ, ପଥରରେ ବି ଗୋଡ଼ ଖସିବ। ତେଣୁ ମନ ଦୃଢ଼ କଲେ ସବୁ କାମ ସୁରୁଖୁରୁରେ ହେଇଯିବ। ଆମକୁ କେହି ଡରେଇ ପାରିବେନି, କେହି ହରେଇ ପାରିବେନି। ଆମେ ଜିତିବା। ଏଇ ମନୋଭାବ ଆସିବ ଯେ ଗଲେ ପଛେ ଯାଉ ଯିବ, ଯାହା ହେବ ଦେଖାଯିବ। ଗିରି ଶିଖେ ଲୟ ରଖି ଚାଲିବି ମୁକର। ମନର ବଳ ହିଁ ପ୍ରକୃତ ବଳ। ଯେ ମାନସିକ କ୍ଷେତ୍ରରେ ସମର୍ଥ, ସେ ହିଁ ସମର୍ଥବାନ। ମନକୁ ଦୁର୍ବଳ କରିଦିଏ, ସେ ଅଭାବ ଓ ରୋଗଗ୍ରସ୍ତ ହୁଏ। ଯେ ଯାହାର ମନ ଦୁର୍ବଳ, ସେ ଅଭାବୀ, ସେ ରୋଗୀ। କର୍କଟ ରାଶିର ଆଜି ରୋଗକାରକ ଦିନ। କର୍କଟ ରାଶିର ବନ୍ଧୁଗଣ ଆଜି ନାନାବିଧ ରୋଗ ଭୋଗିବେ। ନାନାବିଧ ରୋଗ, କେଉଁ ଅଙ୍ଗରେ କି ରୋଗ ହେବ କହି ହେବନି। ହଠାତ୍ ଆଙ୍ଗୁଠି ଦରଜ ହେଇଯିବ, କି ମୁଣ୍ଡ ବିନ୍ଧିବ, କି ତଣ୍ଟି ଦରଜ ହେବ, କି କାଶ ହେବ,
କିଛି ନା କିଛି ରୋଗ ହେବ କର୍କଟ ରାଶିଙ୍କୁ। ଆଜି କର୍କଟ ରାଶିର ଆଜି ରୋଗକାରକ ଦିନ। ଦିନ ସାରା କିଛି ନା କିଛି ରୋଗ କେବଳ କର୍କଟ ରାଶିର ଲୋକଙ୍କୁ ପୀଡ଼ା ଦେବ ନୁହେଁ, ବରଂ ମନକୁ ବି ଦୁର୍ବଳ କରିଦେବ। ଶାରୀରିକ ବଳ ଓ ମାନସିକ ବଳ ଆଜି ହାରିଯିବ। ଏଣୁ ହେଉଥିବା କାମ ପାଇଁ ଆଜି ସାହସ ଘଟିବନି। ଯିଏ ଦୃଢ଼ ମନା ତାଙ୍କୁ କଷ୍ଟ ହେବନି। ସେଇଥିପାଇଁ ତ ମୂଳରୁ କହିଲି, ଧୈର୍ଯ୍ୟ ଧର, ମନକୁ ଦୃଢ଼ କର, ଛାତିକି ଦମ୍ଭ କର। ପୁଣି ଦିନ 2ଟା ନ ଯାଏ ଅଶ୍ଳେଷାର ଅଶୁଭ ସମୟ ରହିବ। ଦିନ 2ଟା 10 ପରେ ପୁନର୍ବସୁର ଅଶୁଭ ସମୟ ଆସିବ। ଏହିପରି ଘାତ ପ୍ରତିଘାତ କ୍ଷେତ୍ରରେ ଦୁଃଖିତ ନ ହୋଇ ଧୈର୍ଯ୍ୟ ଧରିବା ଉଚିତ। କିନ୍ତୁ ଦିନଟା ଭଲ ନୁହେଁ ତ? କିଏ କହିଲା ଭଲ ନୁହଁ? ଆପଣ ଏବେ କହିଲେ ମଙ୍ଗଳବାରେ, ଆଉ କର୍କଟ ରାଶି, ଚନ୍ଦ୍ର ମଙ୍ଗଳଙ୍କର ମିତ୍ରତା ଅଛି, ପୁଣି ସଂକ୍ରାନ୍ତି। ଏଣୁ କର୍କଟ ରାଶିର ଏ ଦୁଃସମୟରେ ଗ୍ରହ ମଙ୍ଗଳ ସହାୟ ହେବେ। କହିଥିଲି ମୂଳରୁ ଧୈର୍ଯ୍ୟ ଧରନ୍ତୁ। ଧୈର୍ଯ୍ୟ ଧରିଲେ ସାହସ ଆସିବ। ତେଣୁ କର୍କଟ ରାଶିର ବନ୍ଧୁଗଣ ଧୈର୍ଯ୍ୟହରା ହେବେନି। ଆଜି ମଙ୍ଗଳଙ୍କର ସହାୟ ପାଇବେ, ରବିଙ୍କର ବି ସହାୟ ପାଇବେ, ଯେହେତୁ ସଂକ୍ରାନ୍ତି। ବନ୍ଧୁ, ଆସିବା ସିଂହ ପାଖକୁ। ଯେ ଲାଭ ହେଉଥିଲେ ଲୋଭ ବଢ଼ିଯାଏ। ତେଣୁ ଶାସ୍ତ୍ରଜ୍ଞରେ ଜ୍ଞାନୀମାନେ କହନ୍ତି, ଲୋଭାତ୍ ପାପମ୍ ପାପାତ୍ ମୃତ୍ୟୁ। ଯିଏ ପ୍ରକୃତ ବିବେକୀ ବିଚାରବନ୍ତ, ସେ ଲାଭକୁ ନେଇ ବିଚାର କରେ, ଲୋଭକୁ ନେଇ ନୁହଁ। ଏଣୁ ଲାଭ ହେଉଥିଲେ ଲୋଭ ବଢ଼ୁଥିବ। ମାତ୍ର ଜ୍ଞାନୀଗଣ କହନ୍ତି, ଲୋଭାତ୍ ପାପମ୍ ପାପାତ୍ ମୃତ୍ୟୁ। ସିଂହ ରାଶି ଜନତାଙ୍କର ଆଜି ବିବିଧ ଲାଭ ହେବ, ବିଶେଷତଃ ଧନ ଲାଭ। ଏଣୁ ସାନ ବଡ଼ ସମସ୍ତ ବ୍ୟବସାୟୀ ସମସ୍ତଙ୍କର ଆଜି ବଢ଼ିଆ ଲାଭ ହେବ ଏବଂ ବ୍ୟବସାୟ ଠିକ୍ ଠାକ୍ ଚାଲିବ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଗୃହସ୍ଥମାନେ ନାନାବିଧ ସୁଖ ଲାଭ କରିବେ। ଆଉ କୃଷକଙ୍କର ଭଲ ଅମଳ ହେବ, ବଢ଼ିଆ ଅମଳ ହେବ। ଆଜି ସିଂହ ରାଶି କୃଷକଙ୍କର ବଢ଼ିଆ ଅମଳ ହେବ। ହେଲେ ଦିନ 2ଟା 10 ଯାଏ ପୂର୍ବ ଫାଲ୍ଗୁନ ନକ୍ଷତ୍ର ସାବଧାନ ରହିବା ଉଚିତ। ଦିନ 9ଟା ପରେ ମଘା ନକ୍ଷତ୍ରର ଅଶୁଭ ସମୟ ଆସିବ, ଟିକେ ହୁସିଆର। ପାଖରେ ଧନ ଅଛି, ମାତ୍ର ମନ ନାହିଁ। ଏଣୁ ଏ ଧନର ସୁବିନିଯୋଗ ହେବ କିପରି? କନ୍ୟା କଥା କହୁଛି ପରା। ଧନ ଅଛି, ଯଦି ମନ ନାହିଁ, ଧନ ଠିକ୍ ବିନିଯୋଗ ହୋଇପାରିବ ନାହିଁ। କନ୍ୟା ରାଶିର ମନ ଆଜି ବ୍ୟାକୁଳ ହେବ, ଅସ୍ଥିର ହେବ, ମାନସିକ ପୀଡ଼ା ପାଇବେ। ତେଣୁ ସବୁ ପ୍ରକାର ଦୁଶ୍ଚିନ୍ତା ମନକୁ ଗ୍ରାସ କରିବ। ମୁଁ ବୋଧେ କିଛି ଭୁଲ କାମ କରିଛି, ସେଇ ଭୁଲଟା ମନେ ପଡ଼ିଯିବ। ଶୀତ ଦିନେ ଶୋଇଥିଲା ଷଣ୍ଢ, ମୁଁ ଥଣ୍ଡା ପାଣି ପକାଇଥିଲି। ଶୀତ ଦିନେ ପାଣି କ'ଣ ଗରମ ଲାଗେ? ଷଣ୍ଢ ଉଠିଗଲା, ତାକୁ କଷ୍ଟ ହେଲା, କିନ୍ତୁ ତା ମନରେ ଯେଉଁ ବ୍ୟଥା ହେଲା, ବେଦନା ହେଲା, ଯନ୍ତ୍ରଣା ହେଲା, ସିଏ ଅଭିଶାପ ଦେଇଗଲା। ସେଇ କଷ୍ଟ ବୋଧେ ମୁଁ ଆଜି ଭୋଗୁଛି। ଏଇଭଳି ନାନା ଚିନ୍ତା କନ୍ୟା ରାଶିର ମନକୁ ବ୍ୟଥିତ କରିବ। ବ୍ୟବସାୟୀ, ବାଣିଜ୍ୟ, ସେବା, ଚାକିରି, କୃଷି ଆଦି କାର୍ଯ୍ୟରେ
ଏହି ବ୍ୟାକୁଳିତ ମନ ଠିକ୍ ଠାକ୍ କାମ କରିପାରିବନି। ଫଳରେ କିଛି ନିନ୍ଦା ମିଳିବ, ବାଧା ବିଘ୍ନ ଆସିବ। ଦେହ ସମସ୍ୟା ଯଦିଓ ନାହିଁ, ମାନସିକ ସମସ୍ୟା ଅଛି, ରୋଗ ବ୍ୟାଧି ନାହିଁ କନ୍ୟା ରାଶିକୁ ଆଜି, କିନ୍ତୁ ମନ ଆଜି ବ୍ୟାକୁଳ ହେବ। ଫଳରେ କୌଣସି କାର୍ଯ୍ୟ ଠିକ୍ ଠାକ୍ ହେଇପାରିବନି। ଏଣୁ କନ୍ୟା ରାଶିର ବ୍ୟକ୍ତିଗଣ ଟିକେ ଧୈର୍ଯ୍ୟ ଧରିଲେ ସବୁ ସମସ୍ୟାର ସମାଧାନ ହେଇଯିବ। ଦିନ 2ଟା 10 ପରେ ଚିତ୍ରା ନକ୍ଷତ୍ର ଅଶୁଭ ସମୟକୁ ସ୍ୱାଗତ କରିବ। ଦିନ 2ଟା 10 ଯାଏ ହସ୍ତା ଅଶୁଭ ସମୟ ଜାଲରେ ପଡ଼ିଯିବ। ବନ୍ଧୁଗଣ, ଯିବା ତୁଳା ପାଖୁ। ଭାଗ୍ୟଲକ୍ଷ୍ମୀଙ୍କ କରୁଣା କୁସୁମ ଆଜି ତୁଳା ରାଶିଧାରୀ ବ୍ୟକ୍ତିମାନଙ୍କ ଉପରେ ବୃଷ୍ଟି ହେବ। ଭାଗ୍ୟଲକ୍ଷ୍ମୀ ଆଜି କରୁଣା କରିବେ ତୁଳା ରାଶିର ବ୍ୟକ୍ତି ସମୁଦାୟଙ୍କୁ। ତେଣୁ ଏମାନେ ଏହି କରୁଣା ଲାଭ କରି ଖୁସି ହେବେ, ଆନନ୍ଦିତ ହେବେ, ପ୍ରଫୁଲ୍ଲିତ ହେବେ, ଉଲ୍ଲସିତ ହେବେ। ସ୍ୱାତୀ ନକ୍ଷତ୍ର ପାଇଁ ଏ ବାର୍ତ୍ତା ଦିନ 2ଟା 30 ଯାଏ ଅଛି। ତୁଳା ରାଶି ସ୍ୱାତୀ ନକ୍ଷତ୍ର ଆଜି ଯଥେଷ୍ଟ ସୁଖ, ଶାନ୍ତି, ଆନନ୍ଦ, ଅର୍ଥ, ପ୍ରେମ, ଆଦର, ପ୍ରଶଂସା ପାଇବେ। ତା ପରଠାରୁ 2ଟା 30 ପରଠାରୁ ସ୍ୱାତୀଙ୍କ ମୁଣ୍ଡରୁ ଏହି ସୁନା କଳସ କଢ଼ା ହେବ। ବିଶାଖା ନକ୍ଷତ୍ରଧାରୀଙ୍କ ମୁଣ୍ଡ ଉପରେ ଥୁଆ ହେବ। ତା ପରଠାରୁ ବିଶାଖା ନକ୍ଷତ୍ର ତୁଳାରାଶି ଲୋକମାନେ ଏହି ସୌଭାଗ୍ୟ ଲାଭ କରି ଖୁସି ହେବେ। ଯେଣୁ ତୁଳା ପାଇଁ ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ ଏବଂ ଆର୍ଥିକ ସୁବିଧା ଯଥେଷ୍ଟ ବେଶୀ ଅଛି। ତେଣୁ ଆଜି ସବୁ ଦୃଷ୍ଟିରୁ ତୁଳା ରାଶି ଲୋକମାନେ ସୁଖରେ ଶାନ୍ତିରେ ରହିବେ। ସମସ୍ତେ ପ୍ରାୟ ଆଦର ସ୍ନେହ ମମତା ପାଇବେ। ଭାଗ୍ୟେନ ବଳବାନ ସର୍ବେ, ଭାଗ୍ୟଂ ଫଳତି ସର୍ବତ୍ର, ନ ବିଦ୍ୟା ନ ଚ ପୌରୁଷମ୍। ବିଛା ପାଖକୁ ଯିବାନି? ଯିବା, କାହିଁ ଯିବାନି? ଆମ କର୍ମ ଆମର ପଥ ପ୍ରଦର୍ଶକ। ଏ ହାତ ବାଁ ହାତ ପାପ, ଡାହାଣ ହାତ ନିଏନି। ତେଣୁ ବେଳେବେଳେ ଦେଖାଯାଏ ବର୍ଷା ହେଉଥାଏ, ବାଁ ପଟ ବଳଦ ଓଦା ହେଉଥିଲା ବେଳେ ଡାହାଣ ପଟ ବଳଦ ତା ମୁହଁକୁ ଚାହିଁଥାଏ। ସବୁ ତ ଭାଗ୍ୟ ଲିଖନ। ସେ ଭାଗ୍ୟକୁ କିଏ ତିଆରି କରେ? ଆମ କର୍ମ। ଆମ କର୍ମ ଆମର ପଥ ପ୍ରଦର୍ଶକ। ଆମ କୃତ କର୍ମଫଳ ଆମକୁ ଅପମାନିତ ବା ସମ୍ମାନିତ କରିଥାଏ। ଯେ ନିଆଁ ଗିଳେ ସେ କ'ଣ ହଗିବ? ଅଙ୍ଗାର। ତେଣୁ ଆମେ ଯେମିତି ବୁଣିବା ସେମିତି ତୋଳିବା। ବିଛା ରାଶି ପାଇଁ ଆଜି ବ୍ୟୟ ହେବ। କେବଳ ଧନ ନୁହେଁ, ଧନ ଖାଲି ବ୍ୟୟ ହେବନି, ସମ୍ମାନ ହାନି ହେବ, ସ୍ୱାସ୍ଥ୍ୟ ହାନି ହେବ, ବନ୍ଧୁରେ ଭାଇରେ କଥା କଟାକଟି ହେବ। ଆଗେ ମତାନ୍ତର, ତାପରେ ମନାନ୍ତର ହେବ। ସମ୍ମାନ ହାନି ହେବ, ସମ୍ପର୍କ ହାନି ହେବ, ଅର୍ଥ ହାନି ହେବ, ସ୍ୱାସ୍ଥ୍ୟ ହାନି ବି ହେବ। ତେଣୁ ସମ୍ମାନ, ଆଦର, ସ୍ୱାସ୍ଥ୍ୟ ଆଦି ଉପରେ ଆଜି କୁପ୍ରଭାବ ପଡ଼ିବ। ବିଶେଷତଃ କିପରି ସମ୍ମାନ ହାନି ନ ହେଉ ସେହିଭଳି କର୍ମ କରିବା ଉଚିତ। ସ୍ୱାସ୍ଥ୍ୟଗତ ସମସ୍ୟା ଅଛି। ଦିନ 2ଟା 9 ଯାଏ ଜ୍ୟେଷ୍ଠା ନକ୍ଷତ୍ରର ଶୁଭ ଦିନ। ଟିକେ ଜଗି ରଖି ଚଳିଲେ ସମ୍ମାନ ହାନି ହେବନି। ସବୁ ଜାଣିଲା ପରେ ସତର୍କ ରହିଲେ ଭଲ ହେବ। ଯଦି ବାହାଦୁର ଦେଖେଇବା, ଯାହା ହେବା କଥା ହଉ, ଆଉ କର୍ମ କ'ଣ କରିବି? ଧନୁ ରାଶିର ଏକ
ନବ ନୂତନ ଦିନ କହିଲେ ଅତ୍ୟୁକ୍ତି ହେବନି। ନବ ନୂତନ ଦିନ, ଏଭଳି ଦିନ ଧନୁରାଶି ପାଇଁ ବୋଧେ ଆସିନଥିଲା। କିଛି ନୂଆ ଘଟଣା ଘଟି ଆଶ୍ଚର୍ଯ୍ୟ ଆନନ୍ଦ ଯୁଗପଥ ଦୁଇଟାଙ୍କ ଆସିବ। ସେ ଆଶ୍ଚର୍ଯ୍ୟ ହେବେ, ଆନନ୍ଦ ହେବେ। ତେଣୁ ଧନୁ ରାଶିର ଏକ ନବ ନୂତନ ଦିନ, କିଛି ନୂଆ ଘଟଣା ଘଟି ଆହ୍ଲାଦ ଦେବ। ବିବାହ ଯୋଗ୍ୟ ଯୁବବର୍ଗଙ୍କୁ ଆଜି ଜୀବନସାଥୀ ଯୋଗାଡ଼ ହୋଇଯାଇପାରେ। ଇଣ୍ଟରଭ୍ୟୁ ଦେଇଥିବା ପରୀକ୍ଷାର୍ଥୀ ଆଜି ନୂତନ ନିଯୁକ୍ତି ପତ୍ର ପାଇପାରନ୍ତି। ବୃତ୍ତି ବ୍ୟବସାୟ ସେବା ଆଜିରୁ ଆଶା କରିନଥିବା ଲାଭ ହେବ। ଆଦୌ ବିକ୍ରି ହେଉନଥିବା ଲୋକ ସେଇ ଜିନିଷକୁ ଖୋଜିବେ ଯାହାକୁ ଆପଣ କାଲି ମୋତେ କହୁଥିଲେ ଏଇଟା ଫୋପାଡ଼ି ଦେବା, କାହାକୁ ଦେଇଦେବା, ସିଏ ଆଜି ବିକ୍ରି ହେବ ବ୍ୟବସାୟୀମାନଙ୍କ ପାଇଁ। ତେଣୁ କୃଷକ ଯେଉଁ ଜମିରୁ ଗଉଣିଏ ମୁଠେ ଆସିବନି ଆଶା କରୁଥିଲା, ଆଜି ସେଇ କ୍ଷେତ୍ରରୁ ସେ ଯଥେଷ୍ଟ ବେଶୀ ଅମଳ କରିବ। ଯେଉଁ ପୁଅ ଝିଅକୁ ବାପାମାନେ କହୁଥିଲେ ଇଏ କେଉଁ କାମର ନୁହଁ, ସେଇମାନେ ଆଜି ପିତାମାତାଙ୍କୁ ଆନନ୍ଦ ଦେବେ। ଏଣୁ ଆଜି ଧନୁ ରାଶି ପାଇଁ ଏକ ଅଭୂତପୂର୍ବ ଦିନ। ମାତ୍ର ଦିନ ଦୁଇଟା ନ ଟପିଲେ ମୂଳା ନକ୍ଷତ୍ରର ଅଶୁଭ ସମୟ ଆସିବ। ସିଏ ଯାଏ ପୂର୍ବାଷାଢ଼ା ନକ୍ଷତ୍ର ଅଶୁଭ ଜାଲରେ ପଡ଼ି ଘାଣ୍ଟି ହେବ। ଏଇ ଘଣ୍ଟା ଚକଟାରେ ଦୁଃଖ ବେଶୀ ନାହିଁ, ସୁଖ ଅଛି। ଆସିବା ମକର ପାଖକୁ। ମକର ରାଶିର ଆଜି ଘାତ ବାର ବାପାଲୋ। ମକର ରାଶିର ଘାତ ବାର। ତେଣୁ ଟିକେ ଈଶ୍ୱରଙ୍କର ଶରଣାପନ୍ନ ହେଲେ ଭଲ। ଏହି ରାଶିର ଲୋକେ କର୍ମରୁ ଆନନ୍ଦ ପାଇବେ। ଆଜି ଘାତ ବାର ହେଲେ ବି ମକର ରାଶି ମାନେ ଆଜି ଶୋଇବେନି। ସଂକ୍ରାନ୍ତି ପରା, ସେମାନେ ଆଜି ଦେହ ଉପରେ ନଜର ନ ଦେଇ କର୍ମ ପରେ କର୍ମ କରି ଚାଲିବେ। କର୍ମରୁ ସେମାନେ ଆନନ୍ଦ ପାଇବେ। ଦେହ ଭଲ ହେଇଯିବ, ସମସ୍ୟା ଦୂରେଇ ଯିବ, ସୁଖ ପାଇବେ, ଯଶ ପାଇବେ। ତେଣୁ କର୍ମରୁ ସେ ଆନନ୍ଦ ପାଇବେ। ସେମାନଙ୍କୁ ଜଣାଅଛି କର୍ମ କରିବ ନାନା ମତେ ଫଳିବ କର୍ମର ଆୟତେ। ସେମାନେ ଜ୍ଞାନୀ ପରା। ମକର ରାଶି ଲୋକମାନେ ଜ୍ଞାନୀ ନୁହନ୍ତି କି? ସେମାନେ ସବୁ ଜାଣନ୍ତି, ତାଙ୍କର ବଢ଼ିଆ ମନେ ରହେ। ତେଣୁ ସେମାନେ ଏକଥା ଜାଣନ୍ତି, ଆଳସ୍ୟ ହି ମନୁଷ୍ୟାଣାଂ ଶରୀରସ୍ଥ ମହାନ ରିପୁ। ଆଳସ୍ୟ ହେଉଛି ମଣିଷ ଦେହରେ ରହୁଥିବା ଶ୍ରେଷ୍ଠ ଶତ୍ରୁ। ତେଣୁ ଆଳସ୍ୟକୁ ସେମାନେ ଆଜି ପଦାଘାତ କରିବେ, କର୍ମଠ ହେବେ। କର୍ମରୁ ସେ ଯଶ, ଆନନ୍ଦ, ଧନ, କୀର୍ତ୍ତି ସବୁ ଲାଭ କରିବେ। କର୍ମଠ ତଥା କର୍ମରଙ୍କ ଜନତାଙ୍କୁ ଆଜି ଯାବତୀୟ ସୁଖ ମିଳିବ। ମାତ୍ର ଯିଏ ଭୀରୁ, ଅଳସ, କର୍ମକୁଣ୍ଠ, ସେମାନେ ଆଜି ସୁଖରୁ ବଞ୍ଚିତ ହେବେ। ଅପୋଜିଟ୍। ଦଳେ ମକର ରାଶି ଲୋକେ ଆଲୁଅରେ ବୁଲୁଥିଲା ବେଳେ ଦଳେ ଅନ୍ଧାରରେ ଘାଣ୍ଟି ହେବେ। ଯେଉଁମାନେ ଆଲୁଅରେ ବୁଲୁଥିବେ ସେମାନେ କ'ଣ ଠକ? ନାହିଁ, କର୍ମଠ। ଯିଏ ଅନ୍ଧାରରେ ବୁଲିବେ ସେମାନେ କର୍ମକୁଣ୍ଠ। ତେଣୁ ଏହା ଜାଣି ଯଦି ହୁସିଆର ନ ହେବେ ଏଇ ଅଳସ ମାନେ, ତାହେଲେ ଦୁଃଖ ଭୋଗିବେ। ଦିନ ଦୁଇଟା ନ ଯାଏ ଉତ୍ତରାଷାଢ଼ା ମକରର ହାନି ସମୟ। ଦିନ ଦୁଇଟା ନ ଯାଏ ଶ୍ରବଣାର ଅଶୁଭ ସମୟ। ଶ୍ରବଣାର ପ୍ରଥମେ ସମୟ ଆସିବ ଅଶୁଭ, ଦୁଇଟା ନ ଯାଏ। ଦୁଇଟା ନ ପରେ ଉତ୍ତରାଷାଢ଼ାର ହେଲା ବେଡ୍ ଟାଇମ୍ ଆସିବ। ଖାଦ୍ୟ ପେୟ ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ, ଭଲ ଦିନ। ବାସ୍। ଏବେ ଦେଖିବା କୁମ୍ଭ କଥା। କୁମ୍ଭ ରାଶିର ଲୋକେ ଆଜି ହରଡ଼ ଘଣାରେ ପଡ଼ି ଘାଣ୍ଟି ହେବେ, ହଇରାଣ ହେବେ।
କୁମ୍ଭ ରାଶି ଲୋକମାନେ ଆଜି ହରଣରେ ପଡ଼ିଯିବେ। ବୁଢ଼ିଆଣୀ ଜାଲରେ ମାଛି ପଡ଼ିଲା ଭଳି ସେମାନେ ଆଜି ଅଡ଼ୁଆ ସୂତାକୁ ଖୋଲୁ ଖୋଲୁ ନିଜେ ଅଡ଼ୁଆ ହେଇଯିବେ। ଅନୁଚିତ ବୁଦ୍ଧି ପ୍ରୟୋଗ କରି ଅପମାନିତ ହେବେ। ଚତୁରତ ଦେଖେଇ ହେବେ ଆଜି ମୁଁ ଜ୍ଞାନୀ, ହେଲେ ବିଧି ବିଧାନ ବିଚିତ୍ର। ସେମାନଙ୍କୁ ଆଜି ବିଧାତା ବିଧା ପରେ ବିଧା ଦେଇ ଚାଲିବେ। ଯେଉଁମାନେ ଯେଉଁ କୁମ୍ଭ ରାଶି ଲୋକମାନେ ଯେଉଁ ବୁଦ୍ଧିମାନ ଭାବିବେ ସେ ଆଜି ବିଧାତାଙ୍କ ଠାରୁ ବିଧା ପରେ ବିଧା ଖାଇ ଚାଲିବେ। ଏଣୁ ଭାବି ବିଚାରି ଜଗି ରଖି ଆଚର ବିଚାର ଯଦି ଠିକ୍ ଠାକ୍ କରିବେ ଓ ଉଚିତ ପଦକ୍ଷେପ ନେବେ ତେବେ ସମ୍ମାନ ହାନି ହେବାର ଭୟ ନାହିଁ। ସତର୍କ କରି ଦିଆଗଲା କୁମ୍ଭ ରାଶିଆଙ୍କୁ, ଜମା ବୁଦ୍ଧିମାନ ନିଜକୁ ଭାବନ୍ତୁନି। ଆଜି ଭଲ ଦିନ ନୁହେଁ। ବିଶେଷ କରି ଶତଭିସା ପାଇଁ 2ଟା 9 ପରେ ଅଶୁଭ ସମୟ ଆସିବ। କୁମ୍ଭ ରାଶି ଶତଭିସା ନକ୍ଷତ୍ର ଦିନ 2ଟା ପରେ ଟିକେ ବୁଦ୍ଧି ବିବେକ ଜ୍ଞାନର ବିନିଯୋଗ କରନ୍ତୁ। ଓମ୍ ଏ ଧ୍ୱନି କରନ୍ତୁ ନା। ମୀନ ରାଶି, ମୀନ ରାଶିର ରେବତୀ ନକ୍ଷତ୍ରର ଦିନ 2ଟା 9 ପରେ ଅଶୁଭ। ମାତ୍ର 2ଟା 9 ଯାଏ ପୂର୍ବ ଭାଦ୍ର ନକ୍ଷତ୍ର ଅଶୁଭ ସମୟ। ମୀନ ରାଶି ବ୍ୟକ୍ତିଙ୍କ ପାଇଁ ଶୁଭ ଲକ୍ଷଣ ନାହିଁ। ଆଜି ମୀନ ରାଶି ପାଇଁ ଆଦୌ ଶୁଭ ଲକ୍ଷଣ ନାହିଁ। ଆଜି ସେ ରୋଗାକ୍ରାନ୍ତ ହେବେ। ତାପରେ ସମ୍ଭାବନା ଆଶା କରୁଥିବା ଦିଗରୁ ତାଙ୍କୁ ଆଜି ଲାଭ ମିଳିବନି। ପୁରୁଣା ରୋଗ ଥିଲେ ବହୁତ ବାଧିବ। କେଉଁଠି ବାଡ଼େଇ ପିଟି ହୋଇପାରନ୍ତି, ଦେହ ପୀଡ଼ା ହୋଇଯାଇପାରେ, ସାବଧାନ। ହୁଏତ ଧକ୍କା ହେଇଯାଇପାରେ। ତେଣୁ ଧୀର ସ୍ଥିର ଭାବରେ ଗାଡ଼ି ଚଲେଇବେ। ବାଁ ପଟରେ ଯିବେ, ଆଗ ପଛ ଦେଖିବେ। ରାସ୍ତା ଅତିକ୍ରମ ସମୟରେ ଟିକେ ହୁସିଆର ହେବେ। ଆଜି ଦିନଟା ଭଲ ନୁହଁ। ସଂକ୍ରାନ୍ତିଟା ଯେହେତୁ ଭଲ ନୁହଁ, ମେଷର ପ୍ରଥମ ରାଶି କହିଥିଲି ଭଲ ଦିନ, ମାସଟି ଭଲରେ ଯିବ। ମୀନ ରାଶିର ଆଜି ଭଲ ଦିନ ନୁହଁ, ତେଣୁ ମାସଟି ଭଲରେ ଯିବନି। ସୁତରାଂ ଏ ବ୍ୟକ୍ତିମାନେ ଗୀତା ପାଠ କରିବା ଉଚିତ। ଏ ମାସ ପାଇଁ ପ୍ରତିଦିନ ଗୀତା ପାଠ କରିବା ଉଚିତ। ଧୈର୍ଯ୍ୟ ଧରି ସମୟ ଦେଇ ସିଦ୍ଧ କୁଞ୍ଜିକା ସୂତ୍ର ପଢ଼ିବା ଉଚିତ। ଟିକେ ଧର୍ମ ଦିଗରେ ମନ ଦେଲେ ହେବ ନା। ଆଉ ଧର୍ମ ରକ୍ଷତି ଧାର୍ମିକମ୍। ବନ୍ଧୁ, ଈଶ୍ୱର ଚାହିଁଲେ ଆସନ୍ତାକାଲି ଏଇ ଯେଉଁ ବରାହମିର ଉପାଖ୍ୟାନ ଆମେ ଆଲୋଚନା କରିଥିଲେ, କାଲି ଆଉ ଟିକେ ଭଲ ଆଲୋଚନା କରିବା। ସେ ନିଜ ବୋହୂଠୁ ହାରିଲେ କିପରି। ଏଡ଼େ ବଡ଼ ଜ୍ଞାନୀ, ସେ ହାରିଗଲେ। କାରଣ ବିଧି ବିଧାନ ବିଚିତ୍ର। ଗଣନା କରିବା ଆଉ କହିବା, ଭାବନ୍ତୁ ତ ଯେଉଁମାନେ ନିନ୍ଦୁକ ସେମାନେ ତ ନିନ୍ଦା କରିବେ। ତାଙ୍କ ଜନ୍ମ ଲକ୍ଷଣ ଏଇଟା। 12 ରାଶି 27 ନକ୍ଷତ୍ର, ତାକୁ ନେଇ ଗଣନା କରି କହିବା କ'ଣ ସହଜ? ସହଜ ନୁହେଁ। କେବଳ ଯିଏ ଯୋଗ୍ୟ ଜ୍ୟୋତିଷ ସେ ଅନୁଭବ କରିବେ। ବରାହ ମିହିରଙ୍କ ଭଳିଆ ଲୋକ ବି ହାରିଗଲେ। ହଁ ବନ୍ଧୁ, ଈଶ୍ୱର ଚାହିଁଲେ ଆସନ୍ତା କାଲି ପୁଣି ଏ ବିଷୟରେ ଆଲୋଚନା କରିବା। ରହିଲି, ନମସ୍କାର।